ମୁଁ ଶହୀଦ ଉତ୍ସବ ମଲ୍ଲିକଙ୍କ ନାତି ସ୍ୱାଧୀନତା ସଂଗ୍ରାମୀ ଗଜେନ୍ଦ୍ର ମଲ୍ଲିକଙ୍କ ପୁଅ। ମୋର ନାମ ହେଉଛି ଅଭିରାମ ମଲ୍ଲିକ। ଆମ ଘର ହେଉଛି ହଂସପଡ଼ା ବିହବାରୀ। କ'ଣ କହିବେ ଆପଣ ଶହୀଦ ଉତ୍ସବ ଏ 48ତମ ସ୍ୱାଧୀନତା ଦିବସ ଅବସରରେ ଏ ଅଞ୍ଚଳର ଆମ ଗ୍ରାମର ବହୁତ ଲୋକ 1942 ମସିହା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ଅନେକ ସ୍ୱାଧୀନତା ସଂଗ୍ରାମୀ ଗୁଳିରେ ଆହତ ହୋଇଥିଲେ। ଅନେକ ଲୋକ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। କିନ୍ତୁ ଉତ୍ସବ ମଲ୍ଲିକ ବ୍ରିଟିଶ ସରକାରଙ୍କ ଜାତୀୟ ପତାକା ୟୁନିୟନ ଜ୍ୟାକ୍କୁ ପୋଡ଼ିବା ସମୟରେ ତାଙ୍କୁ ଗୁଳି କରାଗଲା, ଯାହାଫଳରେ ନିମାପଡ଼ା ଥାନା ସାମ୍ନାରେ ସେ ସ୍ପଷ୍ଟ ଭାବରେ ମୃତ୍ୟୁବରଣ କଲେ। ତେଣୁ ଆମେ ତାଙ୍କର ଦାୟ ଏ ଭାରତର ମୁକ୍ତି ସଂଗ୍ରାମ ପାଇଁ ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନେ ଆଜି ବଳିଦାନ ଦେଇଛନ୍ତି, ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସ୍ୱାଧୀନତା ସଂଗ୍ରାମୀ ଦାୟୀଙ୍କ ତରଫରୁ ବା ଶହୀଦ ଉତ୍ସବ ମଲ୍ଲିକ ନାତିଙ୍କ ତରଫରୁ ସମସ୍ତ ଓଡ଼ିଶାବାସୀ ତଥା ଭାରତୀୟବାସୀଙ୍କୁ ମୁଁ ଅନୁରୋଧ କରୁଛି, ସମସ୍ତଙ୍କ ମନ ଭିତରେ ଏକ ଜାତୀୟତା ଭାବନା ଜାଗ୍ରତ ହେଉ। ଏ ଦେଶର ସୁରକ୍ଷା ପାଇଁ ସମସ୍ତେ ଯୁବନେତାମାନେ, ଯୁବକମାନେ, ଛାତ୍ରଛାତ୍ରୀମାନେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶକୁ କିଭଳି ସୁସଂଗଠିତ କରିବା, ଏକତା ରକ୍ଷା କରିବା, ଏତିକି ହେଉଛି ମୋର ଦେଶବାସୀଙ୍କ ବାର୍ତ୍ତା। ଆଉ ଆମେ ସେ ଯେଉଁ ତ୍ୟାଗ କରିଛନ୍ତି, ଆମେ ଯଦିଓ ସେତିକି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ନ ହେବା, ସେତେ ଆମେ ସ୍ୱାଧୀନତା ସଂଗ୍ରାମୀର ଦାୟର ମୂଲ୍ୟ କିଛି ରହିବ ନାହିଁ। ତେଣୁ ନିହାତି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୁଁ ଅନୁରୋଧ କରୁଛି, ଆଜିର ଭଳି ଦିନ ବା ଅନ୍ୟ ଦିନମାନଙ୍କରେ ତାଙ୍କ ସ୍ୱାଧୀନତା ଦିବସ ଉତ୍ସବ ଆଳରେ ଗୋଟିଏ ପରିବେଶର ସୁରକ୍ଷା ପାଇଁ ଗୋଟିଏ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ।